ବୃନ୍ଦାବନରେ ଜଣେ ସନ୍ଥ ମହାତ୍ମା ରହୁଥିଲେ। ସେ ନିତ୍ୟ ଅଧ୍ୟାୟ ଶ୍ରୀମା ଭାଗବତ ପଠନ କରି ଶ୍ରୀ ରାଧାରାଣୀଙ୍କୁ ଶୁଣାଉଥିଲେ। କାଳକ୍ରମେ ସନ୍ଥ ମହାରାଜ ବୃଦ୍ଧାବସ୍ଥାର ଶିକାର ହୋଇ ଚାଲିଲେ। ତଥାପି ପ୍ରତିଦିନ ଶ୍ରୀକିଶୋରୀଙ୍କୁ ସବୁଦିନ ଭାଗବତ ଶୁଣାଇ ସାରି ଅନ୍ନ ଜଳ ଗ୍ରହଣ କରୁଥିଲେ। ଦିନେ ହଠାତ୍ ସନ୍ଥଙ୍କ ଆଖିକୁ କିଛି ଦେଖାଗଲା ନାହିଁ। ଅନେକ ଚେଷ୍ଟା କରି ଭାଗବତ ପଢ଼ିପାରି ନଥିଲେ। ସନ୍ଥ ଜଣକ ମନ ଦୁଃଖରେ କାନ୍ଦିବାକୁ ଲାଗିଥିଲେ। ନିୟମ ଅନୁଯାୟୀ ଭାଗବତ ପାଠ ପୂର୍ବରୁ ଭୋଜନ କରୁଥିଲେ। ସେଦିନ ପୁରା ଉପବାସରେ କଟାଇ ଶ୍ରୀ ରାଧେଙ୍କୁ ଲୁହଭରା ନୟନରେ ପ୍ରାର୍ଥନା କରି କରି ନିରାଶରେ ବସିଥିବା ବେଳେ ଜଣେ ଛୋଟ ବାଳକ ସନ୍ଥଙ୍କ ନିକଟକୁ ଆସି ପଚାରିଥିଲେ, ବାବା, ଆପଣ କାହିଁକି କାନ୍ଦୁଛନ୍ତି? ଆଖିକି ଦେଖାଯାଉ ନାହିଁ ବୋଲି କାନ୍ଦୁଛନ୍ତି ବୋଧେ? ସନ୍ଥ ମହାରାଜ କହିଲେ, ନାହିଁ ରେ ପୁଅ, ମୋ ଆଖିକି ଦେଖାଯାଉ ନାହିଁ ବୋଲି କାହିଁକି କାନ୍ଦିବି? ମୁଁ ମୋ ନିୟମ ପୂରା କରିପାରୁନାହିଁ, ସେଥିପାଇଁ ଦୁଃଖରେ ଭାଙ୍ଗି ପଡ଼ିଛି। ବାଳକଟି ପଚାରିଲା, କି ନିୟମ ବାବା? ସନ୍ଥ କହିଲେ, ଆଜକୁ 60 ବର୍ଷ ହେଲା ମୁଁ ମୋର ଆରାଧ୍ୟା ଶ୍ରୀ ରାଧାରାଣୀଙ୍କୁ ପ୍ରତିଦିନ ଏକ ଭାଗବତ ଶୁଣାଇବା ପରେ ଅନ୍ନ ଗ୍ରହଣ କରୁଥିଲି। କିନ୍ତୁ ବୃଦ୍ଧାବସ୍ଥା ଯୋଗୁଁ ମୋ ଆଖିକୁ ଆଜି ଆଉ କିଛି ଦେଖାଗଲା ନାହିଁ। ମୁଁ ଶ୍ରୀକିଶୋରୀଙ୍କୁ ଭାଗବତ ଶୁଣାଇ ପାରିଲି ନାହିଁ, ସେଥିପାଇଁ କାନ୍ଦୁଛି। ଏକଥା ଶୁଣି ବାଳକ କହିଲା, ବାବା, ଦୁଃଖ କରନ୍ତୁ ନାହିଁ, ମୁଁ ଆପଣଙ୍କ ଆଖି ଠିକ୍ କରିଦେବି। ବାଳକ ନିଜେ ଝୁଲାରେ ଏକ କନା ବାହାର କରି ସନ୍ଥଙ୍କ ଆଖିରେ ପଟି ବାନ୍ଧି କହିଲା, ଏବେ ରାଧାରାଣୀଙ୍କ ନାମ ସ୍ମରଣ କରି ଭୋଜନ କରି ବିଶ୍ରାମ କରନ୍ତୁ। କାଲି ପ୍ରଭାତରେ ଏ ପଟି ଖୋଲିଦେବେ, ଆପଣଙ୍କୁ ସବୁକିଛି ପୂର୍ବପରି ଦେଖାଯିବ। ଏହା କହି ବାଳକ ସେଠାରୁ ଚାଲି ଯାଇଥିଲେ। ପରଦିନ ସକାଳେ ସନ୍ଥ ଜଣକ ଆଖିରୁ ପଟି କାଢ଼ିଦେଲା ପରେ ତାଙ୍କୁ ସବୁ ଦେଖାଯାଉଥିଲା। ସନ୍ଥଙ୍କ ମନରେ ସନ୍ଦେହ ହେଲା। ସେ ପଟି ଖୋଲି ଜାଣିବାକୁ ଇଚ୍ଛା କଲେ ଯେ ବାଳକଟି କି ପ୍ରକାର ଜଡ଼ିବୁଟି ତାଙ୍କ ଆଖିରେ ବାନ୍ଧିଥିଲେ। କିନ୍ତୁ ପଟି ଖୋଲି ଦେଖିଲେ ଏକ କାଗଜରେ କେବଳ ରାଧା ବୋଲି ଲେଖା ହୋଇଛି। ସନ୍ଥ ଜଣକ ଜୋରରେ କାନ୍ଦିବାକୁ ଲାଗିଲେ ଏବଂ ଚିତ୍କାର କରି କହିବାକୁ ଲାଗିଲେ, ମୁଁ ପାପୀ, ଯାହାକୁ ଜଣେ ବୈଦଙ୍କ ପୁଅ ବୋଲି ଭାବୁଥିଲି, ସେ ଆଉ କେହି ନୁହଁ, ସ୍ୱୟଂ ବାଳଗୋପାଳ ଥିଲେ। ଶ୍ରୀ ରାଧାରାଣୀଙ୍କୁ ପ୍ରଭୁଙ୍କ ମହିମା ଭାଗବତରେ ଶୁଣିବାକୁ ଏତେ ଭଲ ଲାଗେ ଯେ ସ୍ୱୟଂ ନ ଆସି ପ୍ରଭୁଙ୍କୁ ପଠାଇ ତାଙ୍କର ନାମରୂପକ ପଟିର ମହିମା ଦ୍ୱାରା ମୋ ଆଖି ଭଲ କରିଦେଲେ। ନିଷ୍କାମ ଭକ୍ତିର ଭଗବାନଙ୍କ ଭକ୍ତିର ଅଧୀନ ହେଲେ ତାର ସମସ୍ତ ଦୁଃଖ ଦୂର କରିବାକୁ ଆଗେଇ ଆସନ୍ତି। ଜୟ ଶ୍ରୀ ରାଧାରାଣୀ। ତ ସାଙ୍ଗମାନେ, ଯଦି ଆଜିର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗେ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିହାତି କରିଦେବେ। ରହୁଛି। ଜୟ ଜଗନ୍ନାଥ।